ସ୍ୱାମୀଙ୍କ ଠାରୁ ଅଲଗା ହେଲା ପରେ ଏବେ ବାପାଙ୍କ ପାଖରେ କାନ୍ଦୁଛନ୍ତି ଓଡ଼ିଆ ଅଭିନେତ୍ରୀ ସୋମାଲିନ। ତ ଫ୍ରେଣ୍ଡସ୍, ଆପଣମାନେ ସୋମାଲିନଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ। 2016 ମସିହାରେ ସେ ରଜ କୁଇନ୍ରେ ନଜର ଆସିଥିଲେ। ଆଉ ଏହାପରେ ସେ ଓଡ଼ିଆ ସିରିଏଲ୍, ଓଡ଼ିଆ ସିନେମା ଓ ବହୁତ ସାରା ଆଲବମ୍ରେ ଅଭିନୟ କରିଥିଲେ। ତାହେଲେ ଗତ ଦିନମାନଙ୍କରେ ସୁଟିଂ ସେଟ୍ରୁ ଭଲ ପାଇ ନିଶିତଙ୍କୁ ବିବାହ କରିଛନ୍ତି ସୋମାଲିନ। ବାହାଘରଟି ଧୁମଧାମରେ ହୋଇଥିଲା। ଓଲିଉଡ୍ ଇଣ୍ଡଷ୍ଟ୍ରିର ବହୁତ ସାରା ସେଲିବ୍ରିଟି ମାନେ ଏହି ବାହାଘରରେ ଯୋଗ ଦେଇଥିଲେ। ହେଲେ ଏବେ ସୋମାଲିନ ଆଉ ନିଶିତଙ୍କ ମଧ୍ୟରେ ସବୁ କିଛି ବିଗିଡ଼ି ଯାଇଛି। ଆଉ ଏବେ ଦୁହେଁ ପରସ୍ପରଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ବୋଲି ଶୁଣିବାକୁ ମିଳିଛି। ସୋସିଆଲ ମିଡ଼ିଆରେ ନିଶିତଙ୍କ ଠାରୁ ଡିଭୋର୍ସ ହୋଇଛି ବୋଲି ଜଣାଇଛନ୍ତି ସୋମାଲିନ। ଆଉ ଏହା ସହିତ ସୋମାଲିନ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ନିଶିତଙ୍କର ସମସ୍ତ ଫଟୋ ଓ ଭିଡ଼ିଓ ଗୁଡ଼ିକ ଡିଲିଟ୍ କରିଦେଇଛନ୍ତି। ନିଜ ବାହାଘର ଓ ନିଜର ସମସ୍ତ ପ୍ରକାର ଫଟୋ ଗୁଡ଼ିକ ନିଶିତଙ୍କ ସହିତ ସେ ଡିଲିଟ୍ କରିଛନ୍ତି। ତ ବର୍ତ୍ତମାନ ସୋମାଲିନ ପରିଡ଼ା ନିଶିତଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ନିଜ ବାପ ଘରେ କଟକରେ ଆସି ରହୁଥିବାର ନଜର ଆସିଛନ୍ତି ସୋମାଲିନ। ଅନ୍ୟପକ୍ଷରେ ନିଶିତ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ଗୋଟେ ଝିଅକୁ ଚାହିଁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସୋମାଲିନ ଅଭିନୟ କରିବା ପାଇଁ ଜିଦ୍ ଧରିଥିଲେ, ଯେଉଁ କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ ନିଶିତ ଓ ସୋମାଲିନ ଏବେ ପରସ୍ପରଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ତାହେଲେ ଆପଣମାନେ ସୋମାଲିନଙ୍କ ବଡ଼ ଭଉଣୀ ଜାଙ୍କଲିନଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ। ସେ 2016 ମସିହା ରଜ କୁଇନ୍ରେ ନଜର ଆସିଥିଲେ। ସେ ବହୁତ ସାରା ଓଡ଼ିଆ ସିରିଏଲ୍, ଓଡ଼ିଆ ଆଲବମ୍ରେ ଅଭିନୟ ବି ମଧ୍ୟ କରିସାରିଛନ୍ତି। ତ ବର୍ତ୍ତମାନ ତାଙ୍କ ବଡ଼ ଭଉଣୀ ଜାଙ୍କଲିନ ଏବେ ଅରବିନ୍ଦଙ୍କୁ ବିବାହ କରିଛନ୍ତି। ସୁଟିଂ ସେଟ୍ରୁ ଭଲ ପାଇ ସେ ଅରବିନ୍ଦଙ୍କୁ ବିବାହ କରିଥିଲେ। ଆଉ ଏବେ ଅରବିନ୍ଦଙ୍କ ସହିତ ବହୁତ ଖୁସିରେ ଥିବାର ନଜର ଆସିଛନ୍ତି ଜାଙ୍କଲିନ। ହେଲେ ସୋମାଲିନଙ୍କ ବାହାଘର ଏବେ ଭାଙ୍ଗି ଯାଇଛି। ତାଙ୍କ ସ୍ୱାମୀଙ୍କ ଠାରୁ ତାଙ୍କର ଡିଭୋର୍ସ ହୋଇଯାଇଛି ବୋଲି ସୋସିଆଲ ମିଡ଼ିଆରୁ ଶୁଣିବାକୁ ମିଳୁଛି। ତ ଏହାକୁ ନେଇ ସୋମାଲିନ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନାହାନ୍ତି। ତ ଅନ୍ୟପକ୍ଷରେ ନିଶିତ ଏବେ ଦିଲ୍ଲୀରେ ରହୁଥିବାର ନଜର ଆସିଛନ୍ତି। ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର।